ଆମେ 21 ଶତାବ୍ଦୀରେ ବସବାସ କରୁଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ ଏକ ଅଂଶୁଲଝି ପହେଲି ରହିଗଲା ଯେ ପୃଥିବୀ ପୃଷ୍ଠରେ ମନୁଷ୍ୟର ଜନ୍ମ କିପରି ହେଲା, କେହି ନିଶ୍ଚିତ ଭାବେ ଜାଣିନାହାନ୍ତି। ଆମେ ପ୍ରଥମ ପ୍ରଜାତି କି ଆମ ପୂର୍ବରୁ ପୃଥିବୀ ପୃଷ୍ଠରେ ଜୀବନ ଥିଲା? କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଏହି ସୋଲାର ସିଷ୍ଟମରେ ନା କି ସମଗ୍ର ବିଶ୍ୱ ପୃଥିବୀରେ ଏକମାତ୍ର ଏମିତି ଗ୍ରହ ଯେଉଁଠାରେ ଜୀବନ ଅଛି, ନା ଆମେ ଏହାର କେବଳ ଗୋଟିଏ ଅତ୍ୟନ୍ତ ଛୋଟ ଅଂଶ ମାତ୍ର? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବୈଜ୍ଞାନିକମାନେ ନିରନ୍ତର ନୂଆ ନୂଆ ପରୀକ୍ଷା କରୁଛନ୍ତି। ସେଥିରେ ମହାକାଶକୁ ପ୍ରୋବ ପଠାଇବା ହେଉ କି ଅନ୍ୟ ଗ୍ରହ ଓ ଅବଜେକ୍ଟିଭ ଉପରେ ଗବେଷଣା କରିବା। କିନ୍ତୁ ଏହି ମଧ୍ୟରେ ଏକ ଏମିତି ଖବର ସାମ୍ନାକୁ ଆସିଛି ଯେ ଯାହା ବିଶ୍ୱରେ ଥିବା ଅନ୍ୟ ଜଗତରେ ଥିବା ସବୁ ଧାରଣାକୁ ଆଉ ମଜବୁତ କରିଦେଇଛି। ବାସ୍ତବରେ ଏହି ଦିନ ଗୁଡ଼ିକରେ ସୋସିଆଲ ମିଡ଼ିଆରେ ଗୋଟିଏ ଖବର ତେଜିରେ ଭାଇରାଲ ହେବାକୁ ହେଉଛି ଯେ 3I ଆଟଲସ ନାମକ ଏକ ଇଣ୍ଟରଷ୍ଟେଲର ଅବଜେକ୍ଟ ପୃଥିବୀ ପୃଷ୍ଠରେ ଧ୍ୱଂସର କାରଣ ହୋଇପାରେ। କିଛି ଭିଡ଼ିଓରେ ଏପର୍ଯ୍ୟନ୍ତ କୁହାଯାଉଛି ଯେ 2026 ମସିହାରେ ପୃଥିବୀ ସମାପ୍ତି ହୋଇଯିବ ଏବଂ ତାହାର ଆଧାର 3I ଆଟଲସକୁ ନିଆଯାଉଛି। ହେଲେ ଏହା ଦାବି ସମ୍ପୂର୍ଣ୍ଣ ସତ୍ୟ କି ଭୁଲ, ଏହାକୁ ନେଇ ନିଶ୍ଚିତ ଭାବେ କିଛି କହିପାରୁନାହିଁ। କିନ୍ତୁ କାହାଣୀ ଏଠି ଶେଷ ହୁଏନି। ସମ୍ପ୍ରତି କିଛି ବୈଜ୍ଞାନିକମାନେ ପର୍ଯ୍ୟବେକ୍ଷଣ ସାମ୍ନାକୁ ଆସିଛି ଯାହା ଆଧାରରେ କୁହାଯାଉଛି ଯେ 3I ଆଟଲସରେ ପୃଥିବୀ ପୃଷ୍ଠ କ୍ଷତି ପହଞ୍ଚାଇ ନ ପାରେ, କିନ୍ତୁ ଏହା ଭିତରେ ଏମିତି ରାସାୟନିକ ପଦାର୍ଥ ରହିପାରେ ଯାହା ଜୀବନରେ ଆରମ୍ଭରେ ଜଡ଼ିତ ହୋଇପାରେ। ଏଠାରୁ ଆଉ ଗୋଟିଏ ଅଫବାହ ଜନ୍ମ ନେଲା ଯେ ଏହା ଭିତରେ ଜୀବନର ନମୁନା ରହିଛି ଯାହାକୁ ଯେକୌଣସି ଅନ୍ୟ ଗ୍ରହର ସଭ୍ୟତା ପଠାଇଲା ଯେ କିନ୍ତୁ ଏହି ପ୍ରଶ୍ନ ହେଉଛି ଯେ ସତ୍ୟରେ 3I ଆଟଲସରେ ଜୀବନ ଅଛି କି ନା ଏହା ମଧ୍ୟ ଅନ୍ୟ ଭାଇରାଲ ଭିଡ଼ିଓ ଭଳି ଗୋଟିଏ ଅଫବାହ ମାତ୍ର? ଚାଲନ୍ତୁ ତଥ୍ୟକୁ ଭଲ ଭାବରେ ଏକ ବିସ୍ତାର ସହିତ ବୁଝିବା। ଆଜିକାଲି 3I ଆଟଲସ ଯେତେବେଳେ ଭାଇରାଲ ହେଉଛି ସେତେ ସାୟଦ ରେହମାନ ଡାକେଟ ମଧ୍ୟ ହୋଇନଥିଲା। ତେବେ ଏହି ଅବଜେକ୍ଟ ଦୀର୍ଘ ସମୟ ଧରି ବୈଜ୍ଞାନିକମାନଙ୍କ ଦୃଷ୍ଟିରେ ଥିଲା। କିନ୍ତୁ ସମ୍ପ୍ରତି ମିଳୁଥିବା କିଛି ନୂଆ ସୂଚନା ଏହାକୁ ଏକ ହଟ୍ ଟପିକ୍ କରିଦେଉଛି। ବାସ୍ତବରେ କୁହାଯାଉଛି ଯେ ଏହା ଭିତରେ ଏମିତି କିଛି କେମିକାଲ ଥାଇପାରେ ଯାହା ଜୀବନ ଆରମ୍ଭ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। କିଛି ବୈଜ୍ଞାନିକଙ୍କ ମତ ଅନୁସାରେ ଏପରି ପ୍ରକାର ଇଣ୍ଟରଷ୍ଟେଲର ଅବଜେକ୍ଟ ଗୋଟିଏ ଗ୍ରହକୁ ଅନ୍ୟ ଗ୍ରହକୁ ଜୀବନ ସମ୍ପର୍କ ତତ୍ତ୍ୱରେ ପହଞ୍ଚାଇପାରେ ଏବଂ ସମ୍ଭବ ଯେ ଧରା ପୃଥିବୀ ପୃଷ୍ଠରେ ଜୀବନ ଏହି ପ୍ରକ୍ରିୟା ମାଧ୍ୟମରେ ଆସିଥାଏ। ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ ଯେ ଏହି ସୂଚନା ନାସା କିମ୍ବା ଜାପାନର ସ୍ପେସ୍ ଦେଇଛି କି ଏଜେନ୍ସି? ଏହା କହୁଛି ଯେ ଉତ୍ତର ହେଉଛି ନା। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଡ଼ ସ୍ପେସ୍ ଏଜେନ୍ସି ଏହା ଦାବି କରିନାହିଁ ଯେ 3I ଆଟଲସ ଭିତରେ ଜୀବନ ଅଛି। 3I ଆଟଲସ ବିଷୟରେ କଥା କଲେ ନିକଟରେ ଏକ ଏଷ୍ଟ୍ରୋ ଫଟୋଗ୍ରାଫି ମିସ୍ ବ୍ଲାକ୍ ଡେଜର୍ଟରୁ 3I ଆଟଲସ ଗୋଟିଏ ଛବି ପବ୍ଲିକ କରିଥିଲେ। ଏହି ଛବି ଲୋକଙ୍କ ଧ୍ୟାନ ଏହି ଅବଜେକ୍ଟ ଦିଗରୁ ଆକର୍ଷିତ କରାଯାଇଥିଲା। ଛବିଟି ବହୁତ ଆଶ୍ଚର୍ଯ୍ୟଜନକ ଥିଲା କାରଣ ଏଥିରେ 3I ଆଟଲସ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଯଦିଓ ଏହା ପ୍ରଥମର ଦେଖାଯାଉଥିବା ଅବଜେକ୍ଟ ନୁହେଁ, ଏହା ପୂର୍ବରୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରେଡ଼ିଓ ଟେଲିସ୍କୋପ ଆଲମା ମାନେ ଆଟକାମା ଲାର୍ଜ ମିଲିମେଟର ଏରୋ ତାର ଫୁଲ୍ ଫର୍ମ ମଧ୍ୟ ଏହି ଇଣ୍ଟରଷ୍ଟେଲର ଅବଜେକ୍ଟ ଉପରେ ବୈଜ୍ଞାନିକମାନେ ଧ୍ୟାନ କରିଥିଲେ। ଏହା ଆକର୍ଷିତ ମଧ୍ୟ ଥିଲା। ଏହା ପରେ ବୈଜ୍ଞାନିକ ଏହାକୁ ଅବଜର୍ଭ କରି କନଫ୍ୟୁଜରେ ପଡ଼ିଗଲେ ଯେ କାରଣ ଏହାକୁ ବୁଝିବା ଖୁବ୍ କଠିନ ହେଉଥିଲା। ଏହା ସତରେ କ'ଣ ଏବଂ ଏହା ଏତେ ଷ୍ଟ୍ରେଞ୍ଜ ବିହେଭିଅର କରୁଛି ଯେ କାହିଁକି? ଏହାକୁ ବୁଝିବା ପାଇଁ ବୈଜ୍ଞାନିକମାନେ ବଡ଼ ବଡ଼ ଟେଲିସ୍କୋପ ଗୁଡ଼ିକର ସହାୟତା ନେଲେ, ଯେମିତି 3I ଆଟଲସର ସ୍ପେକ୍ଟ୍ରୋସ୍କୋପି ଆରମ୍ଭ କରାଗଲା। ଏବେ ଆପଣ ଭାବୁଥିବେ ଯେ ସ୍ପେକ୍ଟ୍ରୋସ୍କୋପି ମାନେ କ'ଣ ବୋଲି, ତ ଆସନ୍ତୁ ଏହାକୁ ଜାଣିବା। ସ୍ପେକ୍ଟ୍ରୋସ୍କୋପି ମାନେ କୌଣସି ସ୍ପେସ୍ ଅବଜେକ୍ଟରୁ ଆସୁଥିବା ରେ''ର ଆନାଲିସିସ୍ କରିବା ପାଇଁ। ଏହି ଆନାଲିସିସ୍ ପରେ ବୈଜ୍ଞାନିକମାନେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଣୁ ପାଇଲେ। ପ୍ରଥମ ଥିଲା ମିଥେନଲ ଓ ଦ୍ୱିତୀୟରେ ଥିଲା ହାଇଡ୍ରୋଜେନ ସାୟାନାଇଡ୍। ନାମକ ଶୁଣିଲେ ସାଇଣ୍ଟିଫିକ୍ ଲାଗୁଥିବ, କିନ୍ତୁ ସରଳ ଭାଷାରେ ଏହି ଦୁଇ ଅଣୁ ଅତ୍ୟନ୍ତ ଶୀତଳ ଅନ୍ତରୀକ୍ଷରେ ବରଫ ଓ ଧୂଳିକଣା ଉପରେ ତିଆରି ହୁଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ଅଣୁମାନେ ହେଉଛି ସେହି ଆରମ୍ଭିକ ବିଲ୍ଡିଂ ବ୍ଲକ୍ସ ଯାହାଠାରୁ ଆଗକୁ ଜଟିଳ ଅର୍ଗାନିକ ରାସାୟନିକ ତିଆରି ହୋଇପାରେ, ଯେପରି ଏମିନୋ ଏସିଡ୍, ସୁଗାର, DNA ଓ RNA। ଆଲମା ପ୍ରଥମେ ଏହାକୁ ଅତି କମ୍ ମାତ୍ରାରେ ନୋଟିସ୍ କରିଥିଲା, କିନ୍ତୁ ସମୟ ସହିତ ଏହା ଏକ ମାତ୍ରାରେ ଲଗାତାର ବଢ଼ୁଥିବା ଦେଖାଯାଉଥିଲା। ସମସ୍ୟା ଏହା ଥିଲା ଯେ ପ୍ରତ୍ୟେକ ନୂଆ ଅବଜରଭେସନରେ ମିଥେନଲ ପୂର୍ବାପେକ୍ଷାରେ
ଅଧିକ ତେଜିରେ ବାହାରୁଥିଲା। ଏଥିରେ ଲାଗୁଥିଲା ଯେ ଥ୍ରେଇଏଟଲସ୍ ସବୁ ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ସହିତ ଏହାର ଆକ୍ଟିଭିଟି ବଢ଼ୁଛି ବୋଲି। ଏହି ସମୟରେ ବୈଜ୍ଞାନିକମାନେ ଆଉ ଗୋଟିଏ ଅଣୁ ଡିଟେକ୍ଟ କଲେ, ହାଇଡ୍ରୋଜେନ୍ ସାୟାନାଇଡ୍। କିନ୍ତୁ ଏଠାରେ ଷ୍ଟ୍ରେଞ୍ଜ ପ୍ୟାରାଡକ୍ସ ଦେଖାଗଲା। ମିଥେନଲ୍ ସୂର୍ଯ୍ୟକୁ ପଡ଼ୁଥିବାର ଥିଲା, କିନ୍ତୁ ହାଇଡ୍ରୋଜେନ୍ ସାୟାନାଇଡ୍ର ମାତ୍ରା କମୁଥିଲା। ଏହାର ଅର୍ଥ ହେଉଛି ଯେ ମିଥେନଲ୍ ଗରମ ହେଉଥିବା ସତ୍ତ୍ୱେ ଆକ୍ଟିଭେଟ୍ ହେଉଥିଲା। ଯେତେବେଳେ ହାଇଡ୍ରୋଜେନ୍ ସାୟାନାଇଡ୍ ଅଧିକ ଗଭୀରତା ଜମିରେ ରହିଥିଲା, କେବଳ ସେଠାରେ ନ୍ୟୁକ୍ଲିୟସ୍ରୁ ବାହାରୁଥିଲା। ଏଠାରୁ କିଛି ଲୋକ କୌଣସି ପ୍ରମାଣ ବିନା କହିବା ଆରମ୍ଭ କରିଦେଲେ ଯେ ଏହାର ସାଧାରଣ ଅବଜେକ୍ଟ ନୁହେଁ, ବରଂ କୌଣସି ଅନ୍ୟ ସଭ୍ୟତାରେ ଦ୍ୱାରା ପଠାଯାଇଥିବା ଆର୍ଟିଫିସିଆଲ ଅବଜେକ୍ଟ ହୋଇପାରେ। କିନ୍ତୁ ବୈଜ୍ଞାନିକମାନେ ସ୍ପଷ୍ଟ କହିଲେ ଯେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।